ଧୈର୍ଯ୍ୟ ରଖନ୍ତୁ। ସମୟ ବଦଳିଲେ ପରିସ୍ଥିତି ମଧ୍ୟ ନିଶ୍ଚିତ ବଦଳିଯିବ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ମସିହା ଅଗଷ୍ଟ ମାସ କିପରି କଟିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ତୃତୀୟ ଭାବରେ ମଙ୍ଗଳ ଅଗଷ୍ଟ 2 ତାରିଖ ଠାରୁ ଅବସ୍ଥାନ କରୁଛନ୍ତି। ଚତୁର୍ଥରେ ଅଛନ୍ତି ରବି, ବୁଧ ଏବଂ ବୃହସ୍ପତି। ପଞ୍ଚମରେ ଅଛନ୍ତି କେତୁ। ଷଷ୍ଠରେ ଅଛନ୍ତି ଶୁକ୍ର କନ୍ୟା ରାଶିରେ। ଏକାଦଶରେ ଅଛନ୍ତି ରାହୁ। ଦ୍ୱାଦଶରେ ଅଛନ୍ତି ଶନି। ରବି ଅଗଷ୍ଟ 17 ତାରିଖ ଠାରୁ ସିଂହ ରାଶିରେ ଅବସ୍ଥାନ କରିବେ। ବୁଧ ଅଗଷ୍ଟ 22 ତାରିଖ ଠାରୁ ସିଂହ ରାଶିରେ ପଞ୍ଚମରେ ଅବସ୍ଥାନ କରିବେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ମେଷ ରାଶି ଓ ମେଷ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ତେବେ ଆସନ୍ତୁ ସର୍ବପ୍ରଥମେ ଆଲୋଚନା କରିବା ସ୍ୱାସ୍ଥ୍ୟ ବିଷୟରେ। ଏହି ମାସରେ ମେଷ ରାଶିର ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିବ? ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ, ଷ୍ଟ୍ରେନ୍ଥର ଭାବ। ଲଗ୍ନ ଭାବର ଅଧିପତି ମଙ୍ଗଳ ଅଛନ୍ତି ତୃତୀୟ ଭାବରେ। ମଙ୍ଗଳ ମଧ୍ୟ ମେଷ ରାଶି ପାଇଁ ଅଷ୍ଟମ ଭାବର ଅଧିପତି। ସେହିପରି ଷଷ୍ଠ ଭାବ ତଥା ରୋଗ ଭାବର ଅଧିପତି ବୁଧ ଅଛନ୍ତି ଚତୁର୍ଥରେ, ବୃହସ୍ପତି ଯୁକ୍ତ ହୋଇକି। ଏହି ମାସରେ ଯଦି ଦେଖିବା, ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ବଡ଼ ରୋଗର କୌଣସି ସମ୍ଭାବନା ନାହିଁ। ଶରୀରରେ ଏନର୍ଜି ଲେଭେଲ୍ ଭଲ ରହିବ, କିନ୍ତୁ ଅତ୍ୟଧିକ ରାଗ ଏବଂ ପରିଶ୍ରମ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ମଙ୍ଗଳ ଲଗ୍ନପତି ହୋଇ ତୃତୀୟ ଭାବରେ ଥିବାରୁ ସାହସ, ଉତ୍ସାହ ଏବଂ ରୋଗ ସହିତ ଲଢ଼ିବାର କ୍ଷମତା ବଢ଼ିବ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭଲ ରହିପାରେ। କିନ୍ତୁ ମଙ୍ଗଳ ଅଷ୍ଟମ ଭାବର ଅଧିପତି ମଧ୍ୟ ହୋଇଥିବାରୁ କେବେ କେବେ ହଠାତ୍ ଛୋଟ ମୋଟ ଖଣ୍ଡିଆ ଖାବରା, କଟିଯିବା ଭଳି ସମସ୍ୟା ଅସାବଧାନତା ଯୋଗୁଁ ହୋଇପାରେ। ମସଲ୍ସ କ୍ରାମ୍ପ, କାନ୍ଧ, ବାହୁ, ଗଳାରେ ପେନ୍ ରହିପାରେ। ବାଇକ୍ ଯଦି ଆପଣ ଚଲାଉଛନ୍ତି ତେବେ ସାବଧାନତା ଆବଶ୍ୟକ। ସେହିପରି ଷଷ୍ଠ ଭାବର ଅଧିପତି ବୁଧ ଚତୁର୍ଥରେ ରହୁଛନ୍ତି। ଛାତି, ଲଙ୍ଗସ୍, ଶ୍ୱାସ ପ୍ରଶ୍ୱାସ, ଥଣ୍ଡା କାଶ ଭଳି ସମସ୍ୟା ହୋଇପାରେ। ମାନସିକ ଚିନ୍ତା ବଢ଼ିଲେ ନିଦ୍ରା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। କିନ୍ତୁ ଏଠି ଗୋଟେ ପଜିଟିଭ୍ କଥା ହେଉଛି, ଭାଗ୍ୟାଧିପତି ବୃହସ୍ପତିଙ୍କ ସହିତ ରୋଗପତି ବୁଧ ସଂଯୋଗ ଥିବାରୁ ପୁରୁଣା ରୋଗରେ କିଛି ସୁଧାର ଆସିବ। ସଠିକ୍ ଚିକିତ୍ସା ଆପଣଙ୍କୁ ମିଳିବ। ଔଷଧର ଭଲ ଫଳ ମିଳିବ। ମାନସିକ ସ୍ଥିରତା ଠିକ୍ ରହିବ। ଏହି ମାସରେ ଯଦି ଦେଖିବା, ମେଷ ରାଶିର ଲୋକମାନଙ୍କୁ କେତେଟା ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଅଧିକ ରାଗ ଏବଂ ଟେନସନ୍ ନିଅନ୍ତୁ ନାହିଁ। ବାଇକ୍ କିମ୍ବା କୌଣସି ଯାନବାହନ ଚଳାଇଲା ବେଳେ ସତର୍କ ହୁଅନ୍ତୁ। ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଯଦି ଖାଉଛନ୍ତି, ଏହି ମାସରେ କମ୍ କରନ୍ତୁ। ଡେଲି ରୁଟିନ୍ରେ ଯୋଗ ଏବଂ ଏକ୍ସରସାଇଜକୁ ଆଡ଼୍ କରନ୍ତୁ। ଯେହେତୁ ବର୍ଷା ଋତୁ, ସଂକ୍ରମଣରୁ ସାବଧାନ ରୁହନ୍ତୁ। ଓଭରଅଲ୍ କହିବାକୁ ଗଲେ ମେଷ ରାଶିର ଜାତକଙ୍କ ସ୍ୱାସ୍ଥ୍ୟ ପ୍ରାୟ ଏହି ମାସରେ 70 ରୁ 80% ଭଲ ରହିବ। ଲଗ୍ନାଧିପତି ମଙ୍ଗଳ ଶାରୀରିକ ଶକ୍ତି ଏବଂ ସାହସ ବଢ଼ାଇବେ। ବୃହସ୍ପତି ଏବଂ ବୁଧଙ୍କର ଯୁକ୍ତି ରୋଗର ତୀବ୍ରତାକୁ କମେଇବ, ଯାହାକି ଛୋଟ ମୋଟ ସମସ୍ୟା ଆସିବ, ସେଗୁଡ଼ିକ ମ୍ୟାନେଜ୍ ହୋଇଯିବ। ସଠିକ୍ ଜୀବନଶୈଳୀ ଅନୁସରଣ କଲେ ସମଗ୍ର ମାସ ସ୍ୱାସ୍ଥ୍ୟ ସନ୍ତୋଷଜନକ ରହିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ରବି ଅଛନ୍ତି ଚତୁର୍ଥରେ। ପଞ୍ଚମ ଭାବ ହେଉଛି ସ୍ମରଣ ଶକ୍ତି, ସୃଜନଶୀଳତା ଏବଂ କ୍ରିଏଟିଭିଟିର ଭାବ। ଚତୁର୍ଥ ଭାବ ହେଉଛି ଶିକ୍ଷା, ବିଦ୍ୟାଳୟ, କଲେଜ, ମାନସିକ ସୁସ୍ଥତା, ସ୍ଥିରତାର ଭାବ। ପଞ୍ଚମାଧିପତି ଚତୁର୍ଥରେ ଥିବାରୁ ବିଦ୍ୟାର୍ଥୀମାନଙ୍କର ପାଠପଢ଼ାରେ ମନ ଅଧିକ ଲାଗିବ। ଶିକ୍ଷକଙ୍କର ସହଯୋଗ ବି ମିଳିବ। ନୂଆ ବିଷୟ ବୁଝିବାର କ୍ଷମତା ବଢ଼ିବ। ପରିବାର ପକ୍ଷରୁ ପାଠପଢ଼ାରେ ସମର୍ଥନ ମିଳିବ। ବୁଧଙ୍କ ସହିତ ମଧ୍ୟ ରବି ଯୁକ୍ତ ହୋଇଛନ୍ତି ଚତୁର୍ଥ ଭାବରେ। ବୁଧ ହେଉଛନ୍ତି ଗଣିତ, ଆନାଲିଟିକାଲ ସ୍କିଲ୍, ରାଇଟିଂ, ଲଜିକ୍ ଏବଂ ବୁଦ୍ଧିର କାରକ ଗ୍ରହ। ରବି ବୁଧ ଯୁକ୍ତ ଥିବାରୁ ଏକାଗ୍ରତା
ଷ୍ଟୁଡେଣ୍ଟସ୍ ମାନଙ୍କର ବୃଦ୍ଧି ପାଇବ। ମେଣ୍ଟାଲ ଷ୍ଟ୍ରେନ୍ଥ ବଢ଼ିବ, ସ୍ମରଣ ଶକ୍ତି ବଢ଼ିବ। କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ବହୁତ ଭଲ ସମୟ ରହିଛି। କମ୍ୟୁନିକେସନ୍ ସ୍କିଲ୍ ଉନ୍ନତ ହେବ। ସବୁଠାରୁ ପଜିଟିଭ୍ କଥା ହେଉଛି ବୃହସ୍ପତି ମଧ୍ୟ ଚତୁର୍ଥରେ ଅଛନ୍ତି ରବି ବୁଧଙ୍କ ସହିତ। ବୃହସ୍ପତି ହେଲେ ଜ୍ଞାନ, ଶାସ୍ତ୍ର, ଉଚ୍ଚଶିକ୍ଷା ଏବଂ ଗୁରୁଙ୍କର କାରକ ଗ୍ରହ। ତେଣୁ ଷ୍ଟୁଡେଣ୍ଟସ୍ ମାନଙ୍କର କନସେପ୍ଟ କ୍ଲିଅର ହେବ। ଡିଫିକଲ୍ଟ ଲାଗୁଥିବା ସବଜେକ୍ଟ ଗୁଡ଼ିକ ବୁଝିବାରେ ଇଜି ହେବ। ଶିକ୍ଷକଙ୍କର ଆଶୀର୍ବାଦ ବି ମିଳିବ। ଶିକ୍ଷାରେ ସମ୍ମାନ ବଢ଼ିବ। ପଞ୍ଚମ ଭାବରେ ଅଛନ୍ତି କେତୁ। କେତୁ ହେଲେ ଆଧ୍ୟାତ୍ମିକତା, ଗବେଷଣା ଏବଂ ଗଭୀର ଚିନ୍ତାର କାରକ। ତେଣୁ କେତୁର ପ୍ରଭାବରେ କେବେ କେବେ ମନ ବିଚଳିତ ହୋଇପାରେ ବିଦ୍ୟାର୍ଥୀମାନଙ୍କର। ପଢ଼ିଥିବା ପାଠ ଭୁଲି ଯାଇପାରନ୍ତି। ସୋସିଆଲ ମିଡ଼ିଆ କିମ୍ବା ଅନ୍ୟ କଥାରେ ଧ୍ୟାନ ଯାଇପାରେ। କିନ୍ତୁ ରିସର୍ଚ୍ଚ, ପ୍ରୋଗ୍ରାମିଂ, ଫିଲୋସଫି, ଆଷ୍ଟ୍ରୋଲୋଜି, ମିଡ଼ିଆ, ଇନଭେଷ୍ଟିଗେସନ୍ ଭଳି ବିଷୟରେ ଅସାଧାରଣ ସଫଳତା ମିଳିପାରେ। 17 ଅଗଷ୍ଟ ପରେ ରବି ନିଜ ସ୍ୱଗୃହରେ ସିଂହ ରାଶିରେ ପଞ୍ଚମ ଭାବକୁ ପ୍ରବେଶ କରିବେ। ଏହି ଯୋଗ ଅତ୍ୟନ୍ତ ଶକ୍ତିଶାଳୀ ଯୋଗ, ଯାହାଫଳରେ କି ପିଲାମାନଙ୍କର ପାଠପଢ଼ାରେ କନଫିଡେନ୍ସ ବଢ଼ିବ। ପରୀକ୍ଷାରେ ଭଲ ପରଫର୍ମାନ୍ସ ଏବଂ ର୍ୟାଙ୍କ ଆସିବାର ସମ୍ଭାବନା ବି ରହିଛି। ଇଣ୍ଟରଭ୍ୟୁରେ ସଫଳତା ମିଳିବ। କିଛି ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ ସ୍କଲାରସିପ୍ର ସୁଯୋଗ ଆସିପାରେ। କ୍ରିଏଟିଭ୍ ସ୍କିଲ୍ ବଢ଼ିବ। ସେହିପରି ନବମ ଭାବ ହେଉଛି ଉଚ୍ଚଶିକ୍ଷାର ଭାବ, ୟୁନିଭର୍ସିଟି, ରିସର୍ଚ୍ଚ, ହାୟର ଏଜୁକେସନର ଭାବ। ନବମାଧିପତି ବୃହସ୍ପତି କର୍କଟରେ ଉଚ୍ଚସ୍ଥ ଅଛନ୍ତି, ଯାହାଫଳରେ କି ହାୟର ଏଜୁକେସନରେ ସଫଳତା, ଭଲ ୟୁନିଭର୍ସିଟିରେ ଆଡ଼ମିସନ୍ ମିଳିବ। ଫରେନ୍ ଏଜୁକେସନ୍ ପାଇଁ ସୁଯୋଗ ଆସିପାରେ। ରିସର୍ଚ୍ଚରେ ଭଲ ପରଫର୍ମାନ୍ସ କରିବେ। PhD, ମାଷ୍ଟର ଡିଗ୍ରୀ, ପ୍ରଫେସନାଲ କୋର୍ସରେ ଗ୍ରୋଥ ଦେଖାଉଛି। ଯେଉଁମାନେ କମ୍ପିଟେଟିଭ୍ ଏକ୍ଜାମ୍ ଦେଉଛନ୍ତି, UPSC, OPSC, SSC, ବ୍ୟାଙ୍କିଂ, ରେଲୱେ, NEET, JEE, ଟିଚିଂ ଏକ୍ଜାମ୍ ପରି ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରିପାରେସନ୍ ପାଇଁ ବହୁତ ଭଲ ସମୟ ଅଛି। ସ୍କୁଲ ଲେବୁଲରେ ଯେଉଁମାନେ ଅଛନ୍ତି, ରେଜଲ୍ଟ ସେମାନଙ୍କର ଭଲ ରହିବ। ଟିଚର୍ସ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ପ୍ରୋଜେକ୍ଟରେ ସଫଳତା ମିଳିବ। ଅଲମ୍ପିଆଡ଼ କିମ୍ବା କୁଇଜ୍ରେ ଭଲ ପ୍ରଦର୍ଶନର ସମ୍ଭାବନା ରହିଛି। କଲେଜ ଲେବୁଲ ଷ୍ଟୁଡେଣ୍ଟସ୍ ମାନଙ୍କର ସେମିଷ୍ଟାର ଭଲ ଯାଇପାରେ। ପ୍ରେଜେଣ୍ଟେସନରେ ପ୍ରଶଂସା ମିଳିବ। କ୍ୟାମ୍ପସ୍ ଆକ୍ଟିଭିଟିରେ ଭାଗ ନେବାର ସୁଯୋଗ ମଧ୍ୟ ଆସିବ। ଇଣ୍ଟର୍ନସିପ୍ କିମ୍ବା ଏକାଡେମିକ୍ ପ୍ରୋଜେକ୍ଟରେ ଉନ୍ନତି ହେବ। ପଞ୍ଚମରେ କେତୁ ଏବଂ ନବମାଧିପତି ବୃହସ୍ପତି ଚତୁର୍ଥରେ ଉଚ୍ଚସ୍ଥ ରହିବା ଫଳରେ ରିସର୍ଚ୍ଚ ପେପର, ଇନୋଭେସନ୍ ଏବଂ ଡିପ୍ ଷ୍ଟଡିରେ ଭଲ ଗ୍ରୋଥ ରହିଛି। ପଞ୍ଚମାଧିପତି ରବି, ନବମାଧିପତି ବୃହସ୍ପତିଙ୍କ ସହିତ ବୁଧର ସଂଯୋଗ ଶିକ୍ଷା କ୍ଷେତ୍ରରେ ମେଷ ରାଶି ପାଇଁ ଏହି ଅଗଷ୍ଟ ମାସରେ ଷ୍ଟ୍ରଙ୍ଗ ଯୋଗ ତିଆରି କରୁଛି। ଆନାଲିଟିକାଲ ସ୍କିଲ୍, ଲଜିକାଲ ଥିଙ୍କିଂ, ଏକ୍ସଲେଣ୍ଟ ମେମୋରି, କମ୍ପିଟେଟିଭ୍ ସକ୍ସେସ୍, ଷ୍ଟ୍ରଙ୍ଗ ଏକାଡେମିକ୍ ଗ୍ରୋଥ ରହିଛି। ଟିଚର୍ସଙ୍କର ଗାଇଡାନ୍ସ, ମେରିଟ୍ ଲିଷ୍ଟରେ ସ୍ଥାନ ପାଇବାର ସୁଯୋଗ ମଧ୍ୟ ରହିଛି। ନେଗେଟିଭ୍ ପାର୍ଟ ଭିତରେ ଯଦି ଦେଖିବା, କେବଳ କେତୁ ପଞ୍ଚମରେ କେବେ କେବେ ଷ୍ଟୁଡେଣ୍ଟସ୍ ମାନଙ୍କର ପାଠପଢ଼ାରେ ମାନସିକ ଅସ୍ଥିରତା ସୃଷ୍ଟି କରିପାରନ୍ତି। ମୋବାଇଲ ଏବଂ ସୋସିଆଲ ମିଡ଼ିଆରେ ଅଧିକ ସମୟ ନ ଦେବା ଭଲ। 17 ଅଗଷ୍ଟ ପରେ ପାଠପଢ଼ା କ୍ଷେତ୍ରରେ ଆହୁରି ପଜିଟିଭ୍ ରେଜଲ୍ଟ ମିଳିବ। ଓଭରଅଲ୍ କହିବାକୁ ଗଲେ ଅଗଷ୍ଟ 2026 ମେଷ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ପଜିଟିଭ୍ର ମାସ ହୋଇପାରେ। 17 ଅଗଷ୍ଟ ପରେ ରବି ସ୍ୱ ରାଶିରେ ପ୍ରବେଶ କରିବା ଫଳରେ ଏକ୍ଜାମ୍, କମ୍ପିଟିସନ୍, ଟୋଟାଲ ସ୍କୁଲ ଲେବୁଲରୁ ହାୟର ଷ୍ଟଡି ପର୍ଯ୍ୟନ୍ତ ଉନ୍ନତିର ସମ୍ଭାବନା ରହିଛି। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ। ଦ୍ୱିତୀୟାଧିପତି ଶୁକ୍ର ଅଛନ୍ତି ଷଷ୍ଠ ଭାବରେ, କନ୍ୟା ରାଶିରେ ନିଚସ୍ଥ। ଏହି ମାସରେ ଆର୍ଥିକ ଦୃଷ୍ଟିରୁ ମେଷ ରାଶିର ଜାତକଙ୍କ ପାଇଁ ପରିଶ୍ରମ ଦ୍ୱାରା ଆୟ ହେବ। ଧନ ସଞ୍ଚୟ କରିବା ଡିଫିକଲ୍ଟ ହେବ। ଶୁକ୍ର ନିଚ ଥିବାରୁ ଧନ ପାଇବା ପୂର୍ବରୁ ବାଧା, ଖର୍ଚ୍ଚ କିମ୍ବା ପ୍ରତିଯୋଗିତାକୁ ସାମ୍ନା କରିବାକୁ ପଡ଼ିପାରେ। ତଥାପି ଷଷ୍ଠ ଭାବ ସେବା, ଚାକିରି, ଋଣ, ପ୍ରତିଯୋଗିତା ଏବଂ ପରିଶ୍ରମର ଭାବ ହେବାରୁ ଯେଉଁମାନେ ନିୟମିତ କାମ କରୁଛନ୍ତି କିମ୍ବା ସର୍ଭିସ ସେକ୍ଟରରେ ଅଛନ୍ତି, ସେମାନଙ୍କ ପାଇଁ ଆୟର ସୁଯୋଗ ରହିବ। ଶନିଙ୍କର ଦୃଷ୍ଟି ଦ୍ୱିତୀୟ ଭାବ ଉପରେ ରହିଛି ଏବଂ ଦ୍ୱିତୀୟ ପତିଙ୍କ ଉପରେ ଥିବାରୁ ଇନକମ୍ ଫ୍ଲୋ ସ୍ଲୋ ହେବ। ଧନ ଆସିବ କିନ୍ତୁ ଧୀରେ ଧୀରେ। ହଠାତ୍ ବଡ଼ ଲାଭର ସମ୍ଭାବନା କମ୍। ଲଙ୍ଗ ଟର୍ମ ପ୍ଲାନିଂ ପ୍ରଫିଟେବୁଲ୍ ହୋଇପାରେ। ଅନନେସେସରି ଖର୍ଚ୍ଚ କିମ୍ବା ଲକ୍ଜୁରିରେ ଖର୍ଚ୍ଚ କଲେ ଆର୍ଥିକ ଚାପ ବଢ଼ିପାରେ। ତେବେ ଏହି ଅଗଷ୍ଟ ମାସରେ ମୁଖ୍ୟତଃ କେଉଁ କେଉଁ କ୍ଷେତ୍ରରୁ ଇନକମ୍ ଆସିବାର ପସିବିଲିଟି ରହିଛି, ଆସନ୍ତୁ ଜାଣିବା।
ସବୁଠାରୁ ଭଲ ଆୟର ସମ୍ଭାବନା ରହିଛି ଚାକିରି ଏବଂ ସର୍ଭିସ ସେକ୍ଟରରେ। ସାଲାରୀ ଇନକ୍ରିମେଣ୍ଟ, ଇନସେଣ୍ଟିଭ କିମ୍ବା ବୋନସ୍ ମିଳିପାରେ। ଯେଉଁମାନେ ମେଡ଼ିକାଲ, ଫାର୍ମାସି, ନର୍ସିଂ, ଲାବୋରେଟୋରୀ, ହେଲ୍ଥ କେୟାର ସହ ଇନଭଲ୍ଭ ଅଛନ୍ତି କାମରେ ଲାଭ ହୋଇପାରେ। ବିୟୁଟି, ଫ୍ୟାସନ୍, କସ୍ମେଟିକ୍ସ, ଜୁଏଲାରୀ, ଲକ୍ଜରୀ ପ୍ରଡ଼କ୍ଟ ସମ୍ବନ୍ଧୀୟ କାମରୁ ମଧ୍ୟ ଆୟ ହେବ, କିନ୍ତୁ ପ୍ରତିଯୋଗିତା ଅଧିକ ରହିବ। କନସଲ୍ଟିଂ, ଆକାଉଣ୍ଟିଂ, ଡାଟା ଆନାଲିସିସ୍, ଅଫିସ୍ ୱାର୍କ, ଡକୁମେଣ୍ଟେସନ୍ ଭଳି ବୁଦ୍ଧିଭିତ୍ତିକ କାମରୁ ମଧ୍ୟ ଲାଭ ମିଳିପାରେ। ଲୋନ୍ ମିଳିବା, ପୁରୁଣା ବକେୟା ଟଙ୍କା ଆଦାୟ କିମ୍ବା ଅଟକିଥିବା ପେମେଣ୍ଟ ମିଳିବାର ସମ୍ଭାବନା ବି ରହିଛି। ଏହି ମାସରେ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଅନନେସେସରି ଲୋନ୍ ନିଅନ୍ତୁ ନାହିଁ। ହଠାତ୍ ବଡ଼ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କର ସ୍ୱାସ୍ଥ୍ୟ କିମ୍ବା ଘରୋଇ କାମରେ ଏକ୍ସଟ୍ରା ଖର୍ଚ୍ଚ ହୋଇପାରେ, ସେଥିପ୍ରତି ଧ୍ୟାନ ଦେବେ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି 2026 ଅଗଷ୍ଟ ମାସରେ ଧନ ଆସିବ, କିନ୍ତୁ ପରିଶ୍ରମ, ଦାୟିତ୍ୱ ଏବଂ ଶୃଙ୍ଖଳାର ସହିତ। ଶନିଙ୍କର ଦୃଷ୍ଟି ଧନସ୍ଥାନକୁ ଥିବାରୁ ଆର୍ଥିକ ସ୍ଥିତିରେ ସ୍ଥିରତା ଆଣିବ। ଶୁକ୍ର ନୀଚ ଥିବାରୁ ଇନକମ୍ କମ୍ ହେବ ଏବଂ ଡେରିରେ ଟଙ୍କା ହାତକୁ ଆସିବ। ତେଣୁ ଖର୍ଚ୍ଚକୁ ସମ୍ଭାଳିବା ଆବଶ୍ୟକ। ଯେଉଁମାନେ ଚାକିରି କରୁଛନ୍ତି, ସେବା କ୍ଷେତ୍ରରେ ଅଛନ୍ତି, ହେଲ୍ଥ କେୟାର, ବିୟୁଟି, ଡିଜିଟାଲ ଫିଲ୍ଡରେ ତଥା କ୍ରିଏଟିଭ୍ କାମରେ ଅଛନ୍ତି, ସେମାନଙ୍କ ପାଇଁ ଆୟର ସୁଯୋଗ ମଧ୍ୟ ଭଲ ରହିବ। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ଲଭ୍ ଲାଇଫ୍ର ଭାବ, ରୋମାନ୍ସ ଆଟ୍ରାକ୍ସନ୍ର ଭାବ। ପଞ୍ଚମାଧିପତି ରବି ଅଛନ୍ତି ଚତୁର୍ଥ ଭାବରେ, ବୁଧ ଏବଂ ବୃହସ୍ପତି ଯୁକ୍ତ ହୋଇକି। କେତୁ ଅଛନ୍ତି ପଞ୍ଚମରେ। ଅଗଷ୍ଟ ମାସ 16 ତାରିଖ ପର୍ଯ୍ୟନ୍ତ ଯଦି ଦେଖିବା, ତେବେ ପଞ୍ଚମାଧିପତି ଚତୁର୍ଥରେ ଥିବାରୁ ପ୍ରେମ ଅପେକ୍ଷା ମନର ଶାନ୍ତି, ପରିବାର ଏବଂ ଭବିଷ୍ୟତ ସୁରକ୍ଷା ପ୍ରତି ଧ୍ୟାନ ବଢ଼ିବ। ବୁଧ ଓ ବୃହସ୍ପତି ସହିତ ରବିଙ୍କର ସଂଯୋଗ ଥିବାରୁ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ କଥାବାର୍ତ୍ତା ତ ବଢ଼ିବ, SMS କଲ୍ ଭବିଷ୍ୟତ ଯୋଜନାକୁ ନେଇ ଆଲୋଚନା ମଧ୍ୟ ହେବ। ଭୁଲ ବୁଝାମଣା ଥିଲେ ସମାଧାନର ସୁଯୋଗ ରହିବ। ସମ୍ପର୍କରେ ସତ୍ୟତା ଏବଂ ପରିପକ୍ୱତା ଆସିବ। ବିବାହକୁ ନେଇ ଚିନ୍ତା କରୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ବହୁତ ଭଲ ସମୟ ହୋଇପାରେ। ପରିବାରର ସମର୍ଥନ ମିଳିବାର ସମ୍ଭାବନା ବି ରହିବ। କିନ୍ତୁ ପଞ୍ଚମ ଭାବରେ କେତୁ ଥିବାରୁ ମନରେ ଅନିଶ୍ଚିତତା ମଧ୍ୟ ରହିବ। ବେଳେବେଳେ ଅଧିକ ଭଲ ପାଇବା ଅନୁଭବ ହେବ, ତ ପୁଣି କେବେ ହଠାତ୍ ଦୂରତା ଅନୁଭବ ହୋଇପାରେ। 17 ଅଗଷ୍ଟ ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ରହିଛି। ରବି ନିଜର ସ୍ୱରାଶି ସିଂହରେ ପ୍ରବେଶ କରି ପଞ୍ଚମ ଭାବରେ କେତୁ ସହ ଯୁକ୍ତ ହେବେ। ଏଠି ଦୁଇଟି ଜିନିଷ ଦେଖିବାକୁ ମିଳିବ। ପ୍ରେମକୁ ପ୍ରକାଶ କରିବାର ସାହସ ବଢ଼ିବ। ନୂଆ ପ୍ରେମ ପ୍ରସ୍ତାବ ଆସିପାରେ। ଆକର୍ଷଣ ବି ବଢ଼ିବ। ଲଭ୍ ରିଲେସନ୍କୁ ଅଫିସିଆଲ କରିବାର ଇଚ୍ଛା ବଢ଼ିବ। ସେହିପରି ପ୍ରେମରେ ବିଚ୍ଛେଦ ଦେଖାଇପାରେ, ଦୂରତା ରହିବ, ଭ୍ରମ ରହିବ। କେତୁ ହେଉଛନ୍ତି ଆଧ୍ୟାତ୍ମିକତାର କାରକ, ଭ୍ରମର କାରକ। ସେଥିପାଇଁ ସାଥୀଙ୍କର ବ୍ୟବହାର ହଠାତ୍ ବଦଳି ଯାଇପାରେ। କିଛି ସମ୍ପର୍କରେ ଦୂରତା ସୃଷ୍ଟି ହୋଇପାରେ। କିନ୍ତୁ ରବି ଷ୍ଟ୍ରଙ୍ଗ ପୋଜିସନରେ ଥିବାରୁ ପୁରୁଣା ପ୍ରେମ ପୁଣି ଜୀବନରେ ଫେରି ଆସିବାର ସମ୍ଭାବନା ରହିଛି। ଏହି ରବି ଏବଂ କେତୁ ଯୁକ୍ତିର ଫଳ ପ୍ରେମ ଜୀବନକୁ ସମ୍ପୂର୍ଣ୍ଣ ଖରାପ କରିବନି, କିନ୍ତୁ ପରୀକ୍ଷା ନେବ। ଅହଙ୍କାର ଯଦି ବଢ଼ିଲା, ସମ୍ପର୍କରେ ମନମାଳିନ୍ୟ ସୃଷ୍ଟି ହେବ। ଦୁହେଁ ନିଜ କଥାକୁ ଠିକ୍ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିପାରନ୍ତି। ଛୋଟ କଥା ବଡ଼ ବିବାଦରେ ପରିଣତ ହୋଇପାରେ। ସନ୍ଦେହରୁ ଭୁଲ ବୁଝାମଣା ବଢ଼ିପାରେ। ଯେଉଁମାନେ ଅବିବାହିତ ଅଛନ୍ତି, ନୂଆ ପ୍ରେମ ଆରମ୍ଭ ହୋଇପାରେ। ସୋସିଆଲ ମିଡ଼ିଆ କିମ୍ବା ଶିକ୍ଷା ସ୍ଥାନ ମାଧ୍ୟମରେ ପରିଚୟ ସୃଷ୍ଟି ହୋଇପାରେ। କିନ୍ତୁ ତରତର ହୋଇ ଏ ବାବଦରେ ନିଷ୍ପତ୍ତି ନେବାଟା ଠିକ୍ ହେବନି। ସାମ୍ନା ଲୋକର ସ୍ୱଭାବକୁ ବୁଝିବା ଏ କ୍ଷେତ୍ରରେ ଅତ୍ୟନ୍ତ ଜରୁରୀ। ଯେଉଁମାନେ ପୂର୍ବରୁ ପ୍ରେମ ସମ୍ପର୍କରେ ଅଛନ୍ତି, ଭଲ କମ୍ୟୁନିକେସନ୍ ରଖିଲେ ସମ୍ପର୍କ ମଜବୁତ ହେବ। ମେଷରାଶିର ଲଭର୍ସମାନଙ୍କୁ ଗୋଟେ ଆଡ଼ଭାଇସ୍ ରହିବ କି ଇଗୋକୁ ନିୟନ୍ତ୍ରଣ କରନ୍ତୁ। ସନ୍ଦେହ କରିବା ପୂର୍ବରୁ ସତ୍ୟକୁ ବୁଝନ୍ତୁ। ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିବାଟା ଶୁଭ ରହିବ। ବୃହସ୍ପତି ରବି ସହିତ ଥିବାରୁ ଶେଷରେ ଗୁଡ୍ ଡିସିସନ୍, ପଜିଟିଭ୍ ଡିସିସନ୍ ନେବାରେ ଶକ୍ତି ମିଳିବ। ଯଦି କୌଣସି ସମସ୍ୟା ହୁଏ, କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ହେବାର ଚାନ୍ସ ରହୁଛି। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ମେଷ ରାଶିର ଲଭ୍ ଲାଇଫ୍ ମିଶ୍ରିତ ଏବଂ ସମ୍ଭାବନାପୂର୍ଣ୍ଣ ରହିବ। ଲଭ୍ ଲାଇଫ୍ 70% ଭଲ ରହିବ, କିନ୍ତୁ କେତୁର ପ୍ରଭାବ ଯୋଗୁଁ ଭାବନା ଏବଂ ଅହଙ୍କାରକୁ ନିୟନ୍ତ୍ରଣ କରିବା ଏହି ମାସର ସବୁଠାରୁ ବଡ଼ ଚାବିକାଠି ହେବ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ଦାମ୍ପତ୍ୟ ଜୀବନର ଭାବ। ସପ୍ତମାଧିପତି ଶୁକ୍ର
ଅଛନ୍ତି ଷଷ୍ଠ ଭାବରେ କନ୍ୟା ରାଶିରେ ନିଚସ୍ତ ଏବଂ ଶନିଙ୍କର ଦୃଷ୍ଟି ଶୁକ୍ରଙ୍କ ଉପରେ ରହିଛି। ଏହି ଯୋଗ ଦାମ୍ପତ୍ୟ ଜୀବନରେ କିଛି ପରୀକ୍ଷା ଏବଂ ଧୈର୍ଯ୍ୟର ସମୟକୁ ଇଣ୍ଡିକେଟ୍ କରୁଛି। ଷଷ୍ଠ ଭାବ ହେଉଛି ରୋଗ, ଋଣ, ଶତ୍ରୁର ଭାବ, ମତଭେଦର ଭାବ, ଆଇନଗତ ବିଷୟର ଭାବ। ଯେହେତୁ ଶୁକ୍ର ଏଠାରେ ଅଛନ୍ତି, ନିଚସ୍ତ ଅଛନ୍ତି, ଶୁକ୍ର ନିଜେ ଦାମ୍ପତ୍ୟ ଜୀବନର କାରକ ଗ୍ରହ ଏବଂ ସପ୍ତମପତି, ତେଣୁ ଛୋଟ ଛୋଟ କଥାରୁ ମତଭେଦ ସୃଷ୍ଟି ହୋଇପାରେ। ପରିବାର ଏବଂ ଦୈନନ୍ଦିନ ଦାୟିତ୍ୱକୁ ନେଇ ମତଭେଦ ଦେଖା ଦେଇପାରେ। ଆର୍ଥିକ ବ୍ୟୟ ହୋଇପାରେ। ଘରୋଇ କାମ କିମ୍ବା ସମୟ ନ ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଶୁକ୍ର ହେଉଛନ୍ତି ପ୍ରେମ, ସ୍ନେହ, ରୋମାନ୍ସ, ସୌନ୍ଦର୍ଯ୍ୟ ଏବଂ ଦାମ୍ପତ୍ୟ ସୁଖର କାରକ ଗ୍ରହ। କନ୍ୟା ରାଶିରେ ଶୁକ୍ର ନିଚ ଥିବାରୁ ପ୍ରେମ ଟିକେ କମିପାରେ। ଛୋଟ ଭୁଲକୁ ବଡ଼ କରି ଦେଖାଇବାର ପ୍ରବୃତ୍ତି ବଢ଼ିପାରେ। ଜଣେ ଅନ୍ୟ ଜଣଙ୍କ ଭଲ ଗୁଣ ଠାରୁ ଅଧିକ ଦୋଷ ଉପରେ ଧ୍ୟାନ ଦେଇପାରନ୍ତି। ଇମୋସନ୍ ଥିଲେ ମଧ୍ୟ, ଫିଲିଂସ୍ ଥିଲେ ମଧ୍ୟ ସଠିକ୍ ଭାବରେ ପ୍ରକାଶ କରିବା କଷ୍ଟକର ହୋଇପାରେ। ଶନିଙ୍କର ଦୃଷ୍ଟି ମଧ୍ୟ ଶୁକ୍ରଙ୍କ ଉପରେ ରହୁଛି, ଆଗରୁ ବି କହୁଥିଲି। ତେଣୁ ସମ୍ପର୍କରେ ଗମ୍ଭୀରତା, ତା ସହିତ ଦାୟିତ୍ୱ ଏବଂ ପରୀକ୍ଷା ମଧ୍ୟ ଆଣିବ। ଏହି ମାସରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଡିଷ୍ଟାନ୍ସ ରହିପାରେ। କାମର ଚାପ କିମ୍ବା ପାରିବାରିକ ଦାୟିତ୍ୱ ଯୋଗୁଁ ପରସ୍ପର ମଧ୍ୟରେ ଟାଇମ୍ ସ୍ପେଣ୍ଡ କରିବାକୁ ପ୍ରୋବ୍ଲେମ୍ ହୋଇପାରେ। ଏହି ମାସରେ ଦାମ୍ପତ୍ୟ ଜୀବନରେ ଯଦି ସକାରାତ୍ମକ ପକ୍ଷ ଦେଖିବା, ତେବେ ଦୁହେଁ ପରସ୍ପରଙ୍କ କଥା ଧୈର୍ଯ୍ୟର ସହ ଶୁଣିଲେ ବିବାଦ ଏଡ଼ାଇ ପାରିବେ। ପୁରୁଣା ଭୁଲକୁ ଭୁଲି ନୂଆ ଭାବରେ ସମ୍ପର୍କ ଆରମ୍ଭ କରିବାର ସୁଯୋଗ ମିଳିପାରେ। ସମ୍ପର୍କରେ ଶୃଙ୍ଖଳା, ବିଶ୍ୱାସ ଏବଂ ଦାୟିତ୍ୱ ବଢ଼ିବ। ଏହି ମାସରେ ମେଷ ରାଶିର କପୁଲମାନଙ୍କୁ ଆଡ଼ଭାଇସ୍ ଏହା ରହିବ ଯେ ଅନ୍ନେସେସରି ସନ୍ଦେହ ପାର୍ଟନରକୁ କରିବେ ନାହିଁ। ଥାର୍ଡ଼ ପର୍ସନଙ୍କର ଇଣ୍ଟରଫିୟରେନ୍ସକୁ ସମ୍ପୂର୍ଣ୍ଣ ରୂପରେ ଆଭଏଡ଼ କରନ୍ତୁ। ଫାଇନାନ୍ସ କିମ୍ବା ଫ୍ୟାମିଲି ରିଲେସନରେ ଯଦି କିଛି ସମସ୍ୟା ଅଛି, ନିଜ ଭିତରେ ଆଲୋଚନା କରି ସମାଧାନ କରନ୍ତୁ। ପାର୍ଟନରଙ୍କ ଭାବନାକୁ ଅବହେଳା କରନ୍ତୁ ନାହିଁ। ଯେଉଁମାନଙ୍କର ବିବାହ ହେଇନି, ଏହି ସମୟରେ ବିବାହ ପ୍ରସ୍ତାବରେ କିଛି ବିଳମ୍ବ, ବାରମ୍ବାର ଆଲୋଚନା କିମ୍ବା ମତଭେଦ ହୋଇପାରେ। ତେଣୁ ତରବର ହୋଇ କିଛି ନିଷ୍ପତ୍ତି ନ ନେଇ ସମସ୍ତ ଦିଗ ପ୍ରତି ବିଚାର କରିବା ଆପଣଙ୍କ ପାଇଁ ଭଲ ହେବ। ଓଭରଅଲ୍ କହିବାକୁ ଗଲେ ଏହି ଅଗଷ୍ଟ 2026ରେ ମେଷ ରାଶିର ବୈବାହିକ ଜୀବନ ମିଶ୍ରିତ ଫଳ ପ୍ରଦାନ କରିବ। ସପ୍ତମପତି ଶୁକ୍ର ନିଚ ଅବସ୍ଥା ଓ ଶନିଙ୍କର ଦୃଷ୍ଟି କାରଣରୁ ଛୋଟ ଛୋଟ ମତଭେଦ, ମାନସିକ ଦୂରତା, ଦାୟିତ୍ୱର ଚାପ ଅନୁଭବ ହୋଇପାରେ। କିନ୍ତୁ ଧୈର୍ଯ୍ୟ, ସମ୍ମାନ, ସଠିକ୍ ସଂଯୋଗ, ପରସ୍ପର ବୁଝାମଣା ରଖିଲେ ସମ୍ପର୍କ ଅଧିକ ସ୍ଥିର ଏବଂ ପରିପକ୍ୱ ହୋଇପାରିବ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମାଧିପତି ଶନି ଅଛନ୍ତି ଦ୍ୱାଦଶରେ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ହେବ। ଫରେନ୍, ଏମ୍ଏନ୍ସି, ହସ୍ପିଟାଲ, ରିସର୍ଚ୍ଚ, ବ୍ୟାଙ୍କିଂ ଏହିସବୁ କାମରେ ଅପରଚ୍ୟୁନିଟି ଆସିବ। ଦ୍ୱାଦଶରେ ଶନି ଥିବାରୁ ଆରମ୍ଭରେ ବିଳମ୍ବ, ମାନସିକ ଚାପ କିମ୍ବା କାମରେ ଅସନ୍ତୋଷ ଦେଖାଯାଇପାରେ। କିନ୍ତୁ ଧୈର୍ଯ୍ୟ ରଖିଲେ ଫଳ ନିଶ୍ଚିତ ଭାବରେ ମିଳିବ। ଦଶମ ଭାବ ଉପରେ ରବି, ବୁଧ, ବୃହସ୍ପତିଙ୍କର ଦୃଷ୍ଟି ରହିଛି। ରବିଙ୍କର ଦୃଷ୍ଟି ରହିବା ଫଳରେ ଉଚ୍ଚ ଅଧିକାରୀଙ୍କର ସହଯୋଗ, ନେତୃତ୍ୱ କ୍ଷମତା, ସରକାରୀ କ୍ଷେତ୍ର ପ୍ରତି ଆକର୍ଷଣ ବଢ଼ିପାରେ। ବୁଧଙ୍କର ଦୃଷ୍ଟି ବି ରହୁଛି। ତେଣୁ IT, କମ୍ୟୁନିକେସନ୍, ଏଜୁକେସନ୍, ଆକାଉଣ୍ଟସ୍, ବ୍ୟାଙ୍କିଂ, ମାର୍କେଟିଂ, ଡାଟା ଆନାଲିସିସ୍, ରାଇଟିଂ କିମ୍ବା ଅଫିସ୍ କାମରେ ସୁଯୋଗ ବଢ଼ିବ। ବୃହସ୍ପତିଙ୍କର ଦୃଷ୍ଟି ଦଶମ ଭାବକୁ ଥିବାରୁ ଭାଗ୍ୟର ସହଯୋଗ, ଭଲ ଗାଇଡ୍ କିମ୍ବା ସିନିୟରଙ୍କର ସହଯୋଗ ମିଳିବ। ପ୍ରମୋସନ୍ କିମ୍ବା ନୂଆ ସୁଯୋଗର ସମ୍ଭାବନାକୁ ବଢ଼ାଇବ। କର୍ମପତି ଶନିଙ୍କୁ ବୃହସ୍ପତିଙ୍କର ଦୃଷ୍ଟି ରହିଛି। ଏହା ଏକ ଶୁଭ ସୂଚନା। ଶନିଙ୍କର ନେଗେଟିଭ୍ ଇମ୍ପାକ୍ଟକୁ କମ୍ କରିବ। ଅଟକିଥିବା କାମ ଆଗକୁ ବଢ଼ିପାରେ। ଚାକିରି ପାଇଁ ଦୀର୍ଘ ଦିନ ଧରି ଚେଷ୍ଟା କରୁଥିବା ଲୋକମାନଙ୍କ ପାଇଁ ସମ୍ଭାବନା ରହିଛି। ପ୍ରାଇଭେଟ୍ ସେକ୍ଟରରେ ପସିବିଲିଟି ଅଧିକ ଦେଖାଉଛି। MNC, IT, ଫାଇନାନ୍ସ, ବ୍ୟାଙ୍କିଂ, ଏଜୁକେସନ୍, କନସଲଟାନ୍ସି, ଆଡମିନିଷ୍ଟ୍ରେସନ୍, କର୍ପୋରେଟ୍ ଅଫିସ୍ ପରି କ୍ଷେତ୍ରରେ ଭଲ ସୁଯୋଗ ରହିଛି। ନ୍ୟୁ ଜବ୍ ଅଫର୍ କିମ୍ବା କମ୍ପାନୀ ଚେଞ୍ଜର ଯୋଗ ରହିଛି। କାମର ଚାପ ଅଧିକ ହେଲେ ମଧ୍ୟ ଅଭିଜ୍ଞତା ଏବଂ ସ୍ଥିରତା ବଢ଼ିବ। ସେହିପରି ଗଭର୍ଣ୍ଣମେଣ୍ଟ ଜବ୍ କଥା ଯଦି କହିବି, ଦଶମ ଭାବକୁ ରବିଙ୍କର ଦୃଷ୍ଟି ଥିବାରୁ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ଯେଉଁମାନେ ଅଛନ୍ତି ତାଙ୍କ ପାଇଁ କିଛି ବେନିଫିଟ୍ ମିଳିପାରେ। କିନ୍ତୁ ଦଶମାଧିପତି ଶନି ଦ୍ୱାଦଶରେ ଥିବାରୁ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ଚାକିରି ମିଳିବା ପାଇଁ କିଛି ବିଳମ୍ବ ଏବଂ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।
ଯେଉଁମାନେ ଜବ୍ ସର୍ଚ୍ଚରେ ଅଛନ୍ତି ତେବେ ଏହି ମାସରେ ନୂଆ ଜବ୍ ତ ମିଳିବ ନିଶ୍ଚିତ ଭାବରେ, ସମ୍ଭାବନା ଭଲ ରହିଛି। ଇଣ୍ଟରଭ୍ୟୁ, ସିଲେକ୍ସନ୍ କିମ୍ବା ଅଫର୍ ଲେଟର୍ ଆସିପାରେ। ବିଶେଷ କରି ପ୍ରାଇଭେଟ୍ ଜବ୍ରେ ସଫଳତାର ସମ୍ଭାବନା ଗଭର୍ଣ୍ଣମେଣ୍ଟ ଜବ୍ ଠାରୁ ଅଧିକ ଦେଖାଉଛି। ଯଦି ଦେଖିବା IT, ସଫ୍ଟୱେୟାର, ବ୍ୟାଙ୍କିଂ, ଇନ୍ସୁରାନ୍ସ, ଆକାଉଣ୍ଟସ୍, ଅଡ଼ିଟ୍, ଆଡମିନିଷ୍ଟ୍ରେସନ୍, ଟିଚିଂ ଲାଇନ୍, ଟ୍ରେନିଂ, କର୍ପୋରେଟ୍ ଅଫିସ୍, ଡାଟା ଆନାଲିସିସ୍, କମ୍ୟୁନିକେସନ୍ ମିଡ଼ିଆ, MNC କିମ୍ବା ଫରେନ୍ କମ୍ପାନୀ, ହସ୍ପିଟାଲ, NGO ଭଳି ସଂସ୍ଥାରେ ଅଧିକ ସୁଯୋଗ ରହିବ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ଜବ୍ ଅର୍ ପ୍ରଫେସନ୍ କ୍ଷେତ୍ରରେ ପଜିଟିଭର ମାସ ରହୁଛି। ଦଶମାଧିପତି ଶନି ଦ୍ୱାଦଶରେ ଥିବାରୁ ପରିଶ୍ରମ ଏବଂ ବିଳମ୍ବ ରହିପାରେ, କିନ୍ତୁ ଦଶମ ଭାବ ଉପରେ ରବି, ବୁଧ, ବୃହସ୍ପତିଙ୍କର ଶୁଭଦୃଷ୍ଟି ଏବଂ ଶନିଙ୍କ ଉପରେ ବୃହସ୍ପତିଙ୍କର ଶୁଭଦୃଷ୍ଟି ଚାକିରି, ପଦ, ସମ୍ମାନ ଏବଂ କ୍ୟାରିୟରରେ ଉନ୍ନତିର ଯୋଗ ନେଇ ଆସୁଛି। ପ୍ରାଇଭେଟ୍ ସେକ୍ଟର, କର୍ପୋରେଟ୍ ସେକ୍ଟର, ବ୍ୟାଙ୍କିଂ, ଆଡମିନିଷ୍ଟ୍ରେସନ୍ ଏବଂ MNCରେ ଜବ୍ର ସମ୍ଭାବନା ଅଛି। ଆଗରୁ ବି କହୁଥିଲି, ଆଉ ଥରେ ବି କହିଦେଉଛି, ପ୍ରାଇଭେଟ୍ରେ ଜବ୍ ଗଭର୍ଣ୍ଣମେଣ୍ଟ ଜବ୍ ତୁଳନାରେ ଅଧିକ ଶକ୍ତିଶାଳୀ ଦେଖାଉଛି। ଏବେ ଆଲୋଚନା କରିବା ବ୍ୟବସାୟ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ, ପାର୍ଟନରସିପ୍ର ଭାବ, କ୍ଲାଏଣ୍ଟ ତଥା ମାର୍କେଟିଂର ଭାବ। ସପ୍ତମାଧିପତି ଶୁକ୍ର ଷଷ୍ଠ ଭାବରେ ଥିବାରୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। କନ୍ୟା ରାଶିରେ ଶୁକ୍ର ନିଚସ୍ଥ ଥିବାରୁ ଆରମ୍ଭରେ ଲାଭ ଅପେକ୍ଷା ପରିଶ୍ରମ ଅଧିକ ହୋଇପାରେ। ପ୍ରଫିଟ୍ ସେୟାରିଂ ଇସ୍ୟୁ ଏବଂ କ୍ଲାଏଣ୍ଟମାନଙ୍କର କମ୍ପ୍ଲେନ୍ ରହିପାରେ। ପେମେଣ୍ଟ ଡିଲେ ହୋଇପାରେ। ଲଗ୍ନପତି ମଙ୍ଗଳଙ୍କର ଦୃଷ୍ଟି ସପ୍ତମପତି ଉପରେ ଥିବାରୁ ପଜିଟିଭ୍ ସାଇଡ଼୍ ଯଦି ଦେଖିବା, ଆପଣ ନିଜ ପ୍ରୟାସରେ ସାହସରେ ବ୍ୟବସାୟକୁ ଆଗକୁ ନେବେ। ନ୍ୟୁ ଡିଲ୍ କିମ୍ବା ନୂଆ କଷ୍ଟମର ଖୋଜିବାରେ ସଫଳତା ମିଳିପାରେ। କମ୍ପିଟେଟରମାନଙ୍କୁ ଟକ୍କର ଦେବାର କ୍ଷମତା ବି ବଢ଼ିବ। ମଙ୍ଗଳ ହେଉଛନ୍ତି ଏଗ୍ରେସିଭ୍ ପ୍ଲାନେଟ୍, ଫାୟାର ପ୍ଲାନେଟ୍ ହୋଇଥିବାରୁ ରାଗ କିମ୍ବା ତରତର ହୋଇ ଭୁଲ ନିଷ୍ପତ୍ତି ଯୋଗୁଁ ପାର୍ଟନରଙ୍କ ସହିତ ମତଭେଦ ହୋଇପାରେ। ଲିଗାଲ୍ ମ୍ୟାଟରରେ ସତର୍କତା ଆବଶ୍ୟକ। ଷଷ୍ଠ ଭାବରେ ସପ୍ତମାଧିପତି ଅଛନ୍ତି। ଷଷ୍ଠ ଭାବ ହେଉଛି ରୋଗ, ଋଣ, ଶତ୍ରୁର ଭାବ, କମ୍ପିଟିସନ୍ର ଭାବ, ସେବାର ଭାବ। ଏହି କାରଣରୁ ବ୍ୟବସାୟରେ କଠିନ କମ୍ପିଟିସନ୍ ରହିବ। ପୁରୁଣା ବକେୟା ଟଙ୍କା ଆଦାୟ ପାଇଁ ଅଧିକ ପ୍ରୟାସ କରିବାକୁ ପଡ଼ିପାରେ, କିନ୍ତୁ ପରିଶ୍ରମ କଲେ ଧୀରେ ଧୀରେ ପରିସ୍ଥିତି ନିଜ ପକ୍ଷକୁ ଆସିପାରେ। ଯେଉଁମାନେ ପାର୍ଟନରସିପ୍ ବିଜନେସ୍ କରୁଛନ୍ତି, ପାର୍ଟନରଙ୍କ ସହ ଛୋଟ ମୋଟ ମତଭେଦ ହୋଇପାରେ। ନ୍ୟୁ ପାର୍ଟନରସିପ୍ରେ ଟିକେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ସମସ୍ତ କାଗଜପତ୍ର, ଲିଗାଲ୍ ଏଗ୍ରିମେଣ୍ଟ ଚେକ୍ କରନ୍ତୁ। ଲାଭର ସ୍ଥିତି ଯଦି ଦେଖିବା, ମାସ ଆରମ୍ଭରେ କମ୍ ରହିବ। ମାସର ମଧ୍ୟଭାଗ ପରେ କିଛି ଭଲ ଅର୍ଡ଼ର କିମ୍ବା କ୍ଲାଏଣ୍ଟ ମିଳିବାର ସମ୍ଭାବନା ରହିଛି। ଲାଭ ହେବ, କିନ୍ତୁ ଖର୍ଚ୍ଚ ମଧ୍ୟ ତା ସହିତ ରହିପାରେ। ଯଦି ଦେଖିବା ଏହି ମାସରେ ଅନଲାଇନ୍ ବିଜନେସ୍, ସର୍ଭିସ୍ ସେକ୍ଟର, ମାର୍କେଟିଂ, କନସଲଟେନ୍ସି, ଟେକ୍ନିକାଲ ସ୍କିଲ୍ ରିଲେଟେଡ୍ କାମ ଭଲ ଚାଲିବ। ଓଭରଅଲ୍ କହିବାକୁ ଗଲେ ଅଗଷ୍ଟ 2026 ମେଷ ରାଶି ପାଇଁ ବ୍ୟବସାୟରେ ପରିଶ୍ରମ, ପ୍ରତିଯୋଗିତା ଏବଂ ସଂଘର୍ଷର ମାସ, ଏବଂ ତା ସହିତ ଗ୍ରୋଥ୍ ବି ରହିଛି। ସପ୍ତମପତି ଶୁକ୍ର ନିଚସ୍ଥ ଥିବାରୁ କିଛି ବାଧା ପ୍ରତିବନ୍ଧକ ହେବା ଭଳି ସ୍ଥିତି ଦେଖାଉଥିଲେ ମଧ୍ୟ ଲଗ୍ନପତି ମଙ୍ଗଳଙ୍କର ଶକ୍ତିଶାଳୀ ଦୃଷ୍ଟି ଶୁକ୍ରଙ୍କୁ ଥିବାରୁ ସେହି ବାଧାକୁ ମୁକାବିଲା କରିବାର ସାହସ ଏବଂ କ୍ଷମତା ରହିବ। ସଠିକ୍ ଯୋଜନା, ପେସେନ୍ସ ରଖିଲେ ମାସର ଶେଷ ଭାଗରେ ଆଶାନୁରୂପ ସନ୍ତୋଷଜନକ ଫଳ ମିଳିପାରେ। ମେଷ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶିଆଧିପତି ହେଲେ ମଙ୍ଗଳ। ମଙ୍ଗଳଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓಂ କ୍ରାଂ କ୍ରିଂ କ୍ରୌଂ ସୋଭୁମାୟ ନମଃ। ଏହି ମନ୍ତ୍ରକୁ ଦୈନିକ 108 ଥର ଜପ କରନ୍ତୁ। ହନୁମାନ ଚାଳିଶାର ପାଠ କରନ୍ତୁ, ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ମେଷ ରାଶି ପାଇଁ 2026 ମସିହା ଅଗଷ୍ଟ ମାସର ମାସିକ ରାଶିଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ନୂଆ ଏକ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।